Okay, so I think my audio and video is clear. Just type in the chat box. ମୋର ଆୱାଜ ଆପଣଙ୍କୁ ଶୁଭୁଛି? Yes or no? Just type in the chat box. Because ଆଜିର topic something ଟିକେ different ଅଛି. But I try to simplify the concept. Yeah, very good. Clear? Okay, very good. So clear, everything clear? Yeah. ଆମେ ଏଫ୍ ଏକ୍ସେସ୍ ଏଥିପାଇଁ ରଖିଛୁ କି ସମ୍ ଅଫ୍ ଦ ଏମିତି ଭିଡିଓସ୍ ଅଛି ଯୋଉ ଭିଡିଓ ଆମେ ପବ୍ଲିକ କୁ ଦେଖେଇ ପାରୁନୁ ବେଳେ ବେଳେ ବିକଜ କଣ ହୁଏ ନା ଆମ ଉପରେ ବି ପ୍ରୋବ୍ଲେମ୍ସ ଆସିଯାଏ ବେଳେ ବେଳେ ୟୁନୋ ମେଡିସିନ୍ସ ବନ୍ଦ କରିଦବ କିମ୍ବା ଇନ୍ସୁଲିନ୍ କେମିତି ବନ୍ଦ ହେଇଯିବ ଯୋଉଟା କି ଆଗର ସିଷ୍ଟମ୍ସ ଥିଲା କି ଆମେ କହୁଥିଲୁ କଣ ୱାନ୍ସ ଡାଇବେଟିସ୍ ମାନେ ଲାଇଫ ଟାଇମ୍ ଡାଇବେଟିସ୍ ୱାନ୍ସ ହାଇପରଟେନ୍ସିଭ୍ ମାନେ ଲାଇଫ ଟାଇମ୍ ଖାଇବାକୁ ପଡିବ ଏମିତି ବହୁତ ରୁଲ୍ସ ରେଗୁଲେସନ ଥିଲା ବଟ୍ ସେଥିପାଇଁ ଆମେ କହିଥାଉ ଦିସ୍ ଭିଡିଓ ଇଜ୍ ଫର୍ ଇନଫର୍ମେସନାଲ ପର୍ପୋଜ ଆଣ୍ଡ ଫର୍ ଯୋଉମାନେ ଚାହୁଁଛନ୍ତି ଆମର କନସଲଟେସନ ସେମାନେ କମ୍ ଟୁ ଦ ପ୍ରୋଗ୍ରାମ ଆଣ୍ଡ କନସଲଟେସନ କଲା ପରେ ଆମେ ତାଙ୍କୁ ପ୍ରୋଗ୍ରାମରେ ଏନରୋଲ କରିକି ହିଁ ଆମେ ଡିଫରେଣ୍ଟ ପ୍ରାଇଭେସି ଭିଡିଓ ରଖିଥାଉ ଟୁ ଆପଣଙ୍କୁ ପ୍ରାଇଭେଟ ଜିନିଷ ଦେବା ପାଇଁ ସେଥିପାଇଁ ସବୁ ଜିନିଷ ପବ୍ଲିକଲି ଛାଡ଼ିଲେ ଆମ ପ୍ରତି ବି ବିପଦ ଅଛି ବିକଜ ୟୁ ଅଲ୍ ନୋ ଦ୍ୟାଟ୍ ୱି କ୍ୟାନଟ୍ ଚେଞ୍ଜ ଫାର୍ମା କମ୍ପାନୀ ୟୁ କ୍ୟାନଟ୍ ଚେଞ୍ଜ ଫୁଡ କମ୍ପାନୀ ବଟ୍ we can change ourselves, right? We cannot change them. They are very, matlab, $1 million of company there, right? So we cannot change them, right? So better, the wise idea is we can change from ourselves, right? So ମୁଖ୍ୟ ଜିନିଷ ସେଇଟା and that's the way, that's why ଆଜି ଆପଣଙ୍କୁ the truth ଜିନିଷ ବିଷୟରେ ବତେଇବି ଆମ ଆପ୍ସ ଭିତରେ ଆମେ ସେଇ ପ୍ରାଇଭେସି ଭିଡିଓ ରଖିବୁ ଏବେ ଦେଖନ୍ତୁ ରଙ୍ଗ ଜିନିଷ କଣ ଚାଲିଛି କୋଲେଷ୍ଟ୍ରଲକୁ ନେଇକି so many wrong kind of concept ki cholesterol is very dangerous and all this and blah, cholesterol causes heart attack and all these things. So the research already clear that cholesterol is of two types. The LDL is of two type, large or small. Okay, and small LDL ବଢୁଛି କଣ ପାଇଁ because of sugar. But no one is saying the truth, right? ଆପଣ ରିସର୍ଚ୍ଚ କୁ ଦେଖନ୍ତୁ you go through the deep research, right? ଯୋଉଟା ବି ଏବେ କାର୍ଡିଓଲୋଜିଷ୍ଟ ମାନେ ବି ଯୋଉମାନେ ଡିପ୍ ରିସର୍ଚ୍ଚ କରୁଛନ୍ତି ସେମାନେ ନିଜେ ବି କହୁଛନ୍ତି I'll give some example. Okay, Dr. Nadir Ali, Dr. Pradeep Jamdas, you know, so ଏମାନେ ବହୁତ ଲୋକ କହିସାରିଲେଣି ବି କି that cholesterol is not the real problem. The real problem, the real culprit is the sugar, right? So ସେଇ ବିଷୟରେ ଆମେ ଚର୍ଚ୍ଚା କରୁଥିଲୁ and ଆଜି ଯୋଉ ଜିନିଷ ଆପଣଙ୍କୁ କହିବାକୁ ଯାଉଛି କି why I do these things କି that's why ଆମ ସିଷ୍ଟମ ଭିତରେ ରହିକି ଏସବୁ କରି ହେଲାନି ଆଜି ଗୋଟେ ସିକ୍ରେଟ ଜିନିଷ ଆପଣଙ୍କୁ ଜଣେଇବି how I left the system, why I left the system. That's why I left the system because ଆପଣ ଯେତେବେଳେ ଗୋଟେ ସିଷ୍ଟମ ଭିତରେ ଥିବେ ତେଣୁ ଆପଣଙ୍କୁ ପ୍ରେସର କରାହବ କି ନାଇଁ ଆପଣ ଯାଆନ୍ତୁ ଆପଣଙ୍କ କାମ ସେଗୁଡା ସବୁ ବୁଝିବା ନୁହଁ ୟୁ ଜଷ୍ଟ ରାଇଟ୍ ଦ ମେଡିସିନ୍ସ ନ ପେସେଣ୍ଟ ଯାହା କମ୍ପ୍ଲେନ କରୁଛି ଆପଣ ମେଡିସିନ ଲେଖି ଦିଅନ୍ତୁ you don't need to explain so much of things. That's why I mean ଆପଣଙ୍କୁ why I left my hospital job ମୁଁ କାହିଁକି ମୋର ହସ୍ପିଟାଲ ଜବ କୁ ଲେଫ୍ଟ କଲି ବିକଜ ଇୟର୍ସ ଏଗୋ ଯେତେବେଳେ ଆମେ ପ୍ରାକ୍ଟିସ କରୁଥିଲୁ ଡାଇବେଟିସ୍ ହେଇଗଲା ଆମେ କହିବୁ କଣ କଟ୍ ଡାଉନ୍ ଦ କ୍ୟାଲୋରି ଘିଅ ଖାଆନ୍ତୁନି କୌଣସି ପ୍ରକାର ଅଏଲ ଖାଆନ୍ତୁନି ଦ୍ୟାଟ ମିନ୍ସ ୟୁନୋ ଆଣ୍ଡ ଯଦି ବ୍ଲଡ ପ୍ରେସର ହେଇଗଲା ଲୁଣ ଖାଆନ୍ତୁନି ଫ୍ୟାଟି ଲିଭର ହେଇଗଲା ଓନ୍ଲି ମନିଟର କରନ୍ତୁ କିଛି କରିହବନି ତା ବିଷୟରେ ଆପଣଙ୍କ ଗାଉଟ୍ ହେଇଗଲା ପ୍ରୋଟିନ ବନ୍ଦ କରିଦିଅନ୍ତୁ ୟୁରିକ ଏସିଡ ବଢିଗଲା ପ୍ରୋଟିନ ବନ୍ଦ କରିଦିଅନ୍ତୁ ଓବେସିଟି ହେଇଗଲା ଇଟ୍ ଲେସ୍ ମୁଭ୍ ମୋର କନସେପ୍ଟ ଯୋଉଟାକି ଓଲ୍ଡ କନସେପ୍ଟ ଥିଲା ଏବଂ ଯୋଉଥିରେ କେହି ବି ରିଭର୍ସ କରିପାରୁନଥିଲେ ଆମେ ଦେଖିଛୁ ବଟ୍ when we start this thing, when we start this program, ଆମର ଯୋଉ recent concept of reversal ଆମେ ଦେଖୁଛୁ when the diet will change 80% ରୋଗ because of wrong diet. ଡାଇବେଟିସରେ ଯୋଉ ରଙ୍ଗ ଜିନିଷ ଆପଣଙ୍କୁ କୁହାଯାଇଥିଲା କି once diabetes means you cannot reverse the diabetes, you need to take life. ଏବେ ବି ଆପଣ ଦେଖିବେ so called endocrinologist, okay, ଏବେ ବି ସେମାନେ କହୁଛନ୍ତି because that is their business, right? That is their business. Okay, so you should aware ଏବେ ଟାଇମ ଆସିଗଲା you need to become your own doctor ମନେ ରଖନ୍ତୁ ଆପଣଙ୍କୁ ନିଜେ ନିଜେ ଡକ୍ଟର ହବାକୁ ପଡିବ with this new research new concept ଯୋଉଟା ଆମେ ଆପଣଙ୍କୁ ଗାଇଡ କରୁଛୁ with the current
माने रिसोर्स को नहीं, राइट। हाइपरटेंशन रे आगो कहउतला कि लुण हेउची तार कारण, बट एबे रिसेंट रिसर्च कहउची इंसुलिन रेजिस्टेंस इज द रूट कॉज ऑफ हाइपरटेंशन, नॉट द सॉल्ट, राइट। एमती बहुत गुडी नुआ नुआ जिंस जोटा मो प्रोग्राम्स रे आपण माने पाइबे, दैट्स ऑल बिकॉज ऑफ दिस न्यू रिसर्च। ओके, तो ए विषय रे आज टिके हमें चर्चा करबा डिटेल्स कि या ओपीडी से जिंस हमें फेस करथुलु, सेम जिंस वी आर फेसिंग इन द ओपीडी आल्सो, राइट। कि you need to just write the medicines and go and go, right? But that's not true. No one can reverse for that, you know. अपन ताको जब तक रूट जिंस को जणे बिनी, ट्रेडिशनल अप्रोच ही सेमती थिला। हम ट्रेडिशनल अप्रोच रे अपन जे हॉस्पिटल्स को जेबे, मो काली जने हम भाई संगरे कथा होतली, मेडिसिन्स भाई संगरे अच्छा कहले माधव मु कोन कर परिबी, हम हॉस्पिटल रे एमती सिस्टम हिची किछु रे नोआ जिंस तो कर परिबोनी, जहा होची सिस्टम रे बांधिबा पड़िबो। आई कैन नॉट गो आउटसाइड ऑफ दैट। किसी गोटे नुआ टेस्ट भी लिखि पारिबोनी, तोर जॉब चले जिवो। मु कहले भाई अपन टाइप 1 डायबिटीज देखुचंती, कहले काहे कि सी पेप्टाइड लेखु नांती। से कहले ना लिखि परिबोनी, बिकॉज़ कोन पई आउटसाइड टेस्ट लिखिया पर मना, गवर्नमेंट सिस्टम मना कर दिछि। आमे लखिले आम चाकरी जिवो, आम जॉब पळे, आमे कोन आमे जानिछु से टेस्ट करिया कथा, तू जेमती करूछु एबे, यू आर डूइंग ए वेरी गुड जॉब एंड प्लीज कंटिन्यू दैट, सो यू कैन डू द रिसर्च ऑन दैट। बट आमे हॉस्पिटल जानिले भी करि पारुछु, हम सिस्टम केमती हेलानी अपन देखु। ओके, दे नो दैट थिंग। गोटे छुआ जे कि ताको टाइप 1 करा हितला, आ ताको लाइफ टाइम इंसुलिन नवा पय को आइतला, बट एक्चुअली से टाइप 1 नथिला, कारण सेतले सी पेप्टाइड से माने चेक कर नथिले। आमे चेक कला पर देखिलु कि ही वाज एक्चुअली टाइप 2। ओके, तो आमे सेति पय इंसुलिन को टेपर कर दलु एवं नाउ ही वाज ऑन मेडिकेशन। ओके, तो कहिबार माने होची इवन सम मिस डायग्नोसिस कि नुआ नुआ मेडिसिन्स किछि, नुआ नुआ रिसर्च किछि एटा हम ट्रेडिशनल सिस्टम रे करी हुए नाही, बुझिला। द शिफ्ट इन द पर्सपेक्टिव, यू नो, द रूट कॉज ऊपर केही टेस्ट करूना। देखंतु आपण माने जानि छन्ती इंसुलिन रेजिस्टेंस टेस्ट केही करनथले, फर्स्ट टाइम इन द ओडिसा वी स्टार्टेड दिस टेस्ट, राइट। एंड एबे भी देखंतु कोनसी आपण जोडु जानतु, नो वन इज डूइंग इंसुलिन रेजिस्टेंस टेस्ट, बट दैट्स द रूट कॉज। एंड इंसुलिन रेजिस्टेंस जो मानक रहुची सेटु ही आपनको डायबिटीज, सेटु ही आपनको ओबेसिटी, सेटु ही कैंसर, सेटु ही पीसीओडी प्रॉब्लम and kidney problem, fatty liver problem, so many things, but no one is testing. You go to any government hospital, no one is testing, you know, that's the truth. And ସେଥିପାଇଁ ଯେତେବେଳେ ଗୋଟେ ପେସେଣ୍ଟ ଆସୁଛି ହସ୍ପିଟାଲ୍ସ କୁ, ଆମେ ରୁଟ୍ କଜ୍ କୁ ଜାଣି ପାରୁନା, ଆଉ ଆମେ ଖାଲି ସିମ୍ପଟୋମେଟିକ ମ୍ୟାନେଜ କରୁଥିଲୁ ହସ୍ପିଟାଲରେ। ହସ୍ପିଟାଲରେ ଆମେ ଖାଲି ସିମ୍ପଟୋମେଟିକ ମ୍ୟାନେଜ କରୁଥିଲୁ, ଯେମିତି କି ଜ୍ୱର ହେଇକି ଆସିଲା, give the paracetamol, maybe some 1 to 2 tests like malaria and typhoid like that, but nowadays 80 to 90% disease is because of lifestyle, wrong lifestyle। ଆଉ ଲାଇଫଷ୍ଟାଇଲ ତାକୁ କେହି ଏକ୍ସପ୍ଲେନ କରୁନାହାନ୍ତି। ଡାଏଟ ଟାକୁ ଯୋଉମାନେ ବି ଏକ୍ସପ୍ଲେନ କରୁଛନ୍ତି, ଓଲ୍ଡ ଡାଏଟ କନସେପ୍ଟରେ ସେମାନେ ଟ୍ରିଟମେଣ୍ଟ କରୁଛନ୍ତି, ନ୍ୟୁ ଡାଏଟ କନସେପ୍ଟକୁ ସେମାନେ ଦେଖୁନାହାନ୍ତି। या एंड जिनस कौन हो कि मिसकनसेप्शन जोटा आगर डाएट सिस्टम रे थिला, ओल्ड डाएट सिस्टम सेटा को एबे भी चलछि। किछ नै मेडिसिन्स आपनकर शॉर्ट टर्म पई भलो, माने शॉर्ट टर्म इन द सेंस कि इन केस ऑफ इमरजेंसी यू गो टू हॉस्पिटल, और सर्टेन काइंड ऑफ सर्जरी इन द एंड ऑफ यदि कोनोसी प्रकार जिनस काम करने, दैट इज गुड। सपोज यू फॉल डाउन इन a road accident, then you need some medication, that is good, but for particularly for the lifestyle disease like obesity, diabetes, fatty liver, hypertension, all these things, only যদি medicines উপরে আপন ডিপেন্ড করিবে কাম হবে নাই। That's why আমার ফোকাস থাই कि that that food is the medicine, जोटा कि आमे न्यूट्रिशन और रूट कॉज उपरे ही आमे आपन को बतया को चेष्टा करथल। आ वंस जब तक जानिबेनी ताकू काम হবে নাই। ट्रेडिशनल जो अप्रोच थिला कि योर मेडिकेशंस एंड ओनली सिम्पटोमेटिक अप्रोच, दैट्स नॉट नाउ। द रूट कॉज अप्रोच होची एबेरो हीलिंग मेथड। रूट कॉज को आमे जिबा, मूल कारण को धरिबा, आ सेठु हमको चेंज करिया को पड़िबो, ताकि सो मेनी पेशेंट हील फ्रॉम दैट।
Yeah. So the root cause concept କାହିଁକି ଦରକାର ଏବେ ଆପଣଙ୍କୁ ଦେଖନ୍ତୁ now everyone is mobile, everyone is smartphone and କି you got the new resource ଯୋଉଟା କି ଏବେ ବହୁତ ଜିନିଷ AI has come and a lot of things are there but ଆପଣ ଯଦି ପ୍ରପର ଗାଇଡେନ୍ସ ହିସାବରେ ନେବେ ବହୁତ କିଛି ଜିନିଷ ଆପଣ ସେଥିରୁ ପାଇପାରିବେ ରାଇଟ୍ ସେଇଟା ହିଁ ଆମେ କହୁଛୁ ଆଉ ରୁଟ୍ କନସେପ୍ଟ जब तक ଯିବେନି ଆପଣ ଫ୍ରିଡମ ପାଇପାରିବେନି ସୋ ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଫ୍ରିଡମ ଏ ଜର୍ଣ୍ଣି ଟୁ ଫ୍ରିଡମ freedom from diabetes, freedom from obesity, freedom from kidney problem or fatty liver, so many things. So start କରନ୍ତୁ ଏଇ ଜର୍ଣ୍ଣି କିଛି ଓରେଇବା ନାହିଁ ଆମେ ଆପଣଙ୍କୁ ଫୁଲ ଗାଇଡ କରିବୁ ଯେମିତି ଆମେ ବତେଇଲୁ ଆପଣମାନଙ୍କୁ ଚେଷ୍ଟା କରନ୍ତୁ ହ୍ୟାଭ୍ ସମ୍ ଟାଇମ୍ ଆଣ୍ଡ ଡିସ୍କସନ୍ ୱିଥ୍ ଅସ୍ ଆପଣ ନିଜେ ହିଲ୍ ହେଲା ପରେ ନିଜର ଫ୍ୟାମିଲି ଫ୍ରେଣ୍ଡସ୍ ମାନଙ୍କୁ ଆପଣ ହିଲ୍ କରନ୍ତୁ ଆମର ହଜାର ହଜାର ପାର୍ଟିସିପେଣ୍ଟ ଯୋଉମାନେ ବି ଅଛନ୍ତି ଆମେ ଆପଣଙ୍କୁ କାହିଁକି ରିକ୍ୱେଷ୍ଟ କରୁଛୁ ବିକଜ you need to learn the new concept then you need to spread this concept to others also right so ଆମର ମୁଖ୍ୟ ଉଦ୍ଦେଶ୍ୟ ଥାଏ କି ରୁଟ୍ କଜ୍ କୁ ଆପ୍ରୋଚ୍ କରିବା ଏବଂ ତା ସାଙ୍ଗରେ ଏଇ ଜିନିଷଟାକୁ ଆପ୍ଲାଏ କରିବା and you need to become your own doctor this should be the new protocol କହିଦଉଛି ଆପଣମାନଙ୍କୁ ବୁଝିଲା but ଆଜିର ଯୋଉ ଟପିକ୍ସ ଥିଲା ଯୋଉଟା ଆପଣମାନଙ୍କୁ କହିବି କହୁଥିଲି let me discuss that topic also okay so चलो so be ready with the notes this is small story जोड़ा आपने कोई बार थिला then I start the topic चलो yeah FAQs ଆମେ some FAQs ବିଷୟରେ ବି ଚର୍ଚ୍ଚା କରୁଥିଲେ part 1 part 2 part 3 and part 4 and part 5 so ଯୋଉମାନେ ଦେଖି ନାହାନ୍ତି please go and watch that video ଆପଣଙ୍କ କ୍ୱେଶ୍ଚନ ରୁ ହିଁ ଆନ୍ସର କୁ ନେଇକି ଆମେ କରୁଛୁ ବୁଝିଲା ସେଥିରେ ବହୁତ ସାରା ନଲେଜ ଆପଣ ପାଇପାରିବେ so that yes you should not have any mistake on that ଠିକ ଅଛି yeah चलो on this protocol ଆପଣଙ୍କୁ ସେଲ୍ଫ ଲର୍ଣ୍ଣିଂ ଉପରେ ଟିକେ ଫୋକସ କରିବାକୁ ପଡିବ ଟାଇମ ବାହାର କରିବାର ଅଛି ଆପଣଙ୍କୁ ଓକେ ଆଣ୍ଡ ଏଇ ଜିନିଷକୁ ଜବ ତକ ଆପଣ ଜାଣିବେନି କାମ ହବ ନାହିଁ ଓକେ yeah चलो so that is one thing then another thing is that yeah ଯୋଉଟା ଆଜି ଡିସ୍କସନ କରିବି କହୁଥିଲି let me produce the slide perfect okay hmm. ଆଜିର ବହୁତ ବଢିଆ ସ୍ଲାଇଡ୍ସ ଟେ ଆପଣମାନଙ୍କ ପାଇଁ କରିଥିଲି just let me show that slides yeah that's called the checklist for you okay checklist जोड़ा ଆମେ ଆପଣଙ୍କୁ ଦେଇଛୁ ଆଗରୁ ଆମେ ଯୋଉ ପ୍ରେସକ୍ରିପସନ ଦଉଥିଲୁ that is for a small prescription but now ଆମେ ଆର ସାଇଜ ବଢେଇ ଦେଇଛୁ ଆପଣ ଦେଖିବେ when you come just a minute just let me open stress scale pen scale हाँ checklist I'll discuss today about the checklist କଣ କରିବାର ଅଛି ଆପଣଙ୍କୁ checklist ର ପ୍ରିଣ୍ଟ ଆଉଟ ବି ଆମେ ଦେଇଦେବୁ you just need to check that right just a minute mm, yes okay just go PSS scale ପରେ ମୁଁ ଆପଣଙ୍କୁ ଗୋଟେ checklist ଦେବି so please ready for the checklist just a minute yeah
So I think my screen is visible. ସମସ୍ତଙ୍କୁ ଦେଖାଯାଉଛି? Yes or no? This is called perceived stress scale, right? So ଆପଣ ନିଜର ସ୍କୋର ଟିକେ ବାହାର କରିବେ and I need to check that, right? So everyone ready? ମୁଁ 10ଟା କ୍ୱେଶ୍ଚନ ଆପଣଙ୍କୁ ପଚାରିବି ଆଉ 10ଟା କ୍ୱେଶ୍ଚନରୁ ଆପଣ ସ୍କୋରିଂ କରିବେ, ଓକେ? So I think my screen is visible ସମସ୍ତଙ୍କୁ, ଯୋଉଟା ଆଜି ଆମେ କ୍ୟାମ୍ପରେ ବି କରିଥିଲୁ। Yeah. I'll share the PDF. No need to worry. In the last, I'll share the PDF. So ଆପଣ ଅନଲାଇନରେ ଯାହା ଦେଖିପାରୁଛନ୍ତି, start from question number 1. Okay? ହଁ, ମୁଁ ବାକି କ୍ୱେଶ୍ଚନ ବି ଦେଖେ। କ୍ୱେଶ୍ଚନ ନମ୍ବର 1, PSS ଆପଣଙ୍କ କେତେ ମାତ୍ରାରେ ଚାପ ରହୁଛି ଆପଣ କେମିତି ଜାଣିବା, ଚିହ୍ନିବା କେମିତି ତାକୁ? ତାକୁ ଜାଣିବା ପାଇଁ 10ଟା କ୍ୱେଶ୍ଚନ ଅଛି ଆପଣଙ୍କୁ। ସୋ ଏଭ୍ରି କ୍ୱେଶ୍ଚନରେ ନା କିଛି ପଏଣ୍ଟସ ଦେବେ ଆପଣ। ଲାଷ୍ଟକୁ ସବୁ ପଏଣ୍ଟସକୁ ଏଡ୍ କଲା ପରେ ଆମେ ଜାଣିବା ଆପଣ କୋଉ ଲେଭେଲର ଷ୍ଟ୍ରେସରେ ଅଛନ୍ତି। ସୋ ଦୟାକରି ଠିକ ସେ ଦେଖନ୍ତୁ ତାକୁ and you need to score yourself, right? Yes. So ପ୍ରଥମ କ୍ୱେଶ୍ଚନ, so ସମସ୍ତେ ରେଡି? Yes or no? ଆପଣ କେତେ ମାତ୍ରାରେ ଚାପ ଅଛନ୍ତି ଜାଣିବା ପାଇଁ ଯୋଉ ସ୍କୋରିଂ ସିଷ୍ଟମ ଅଛି, that is called PSS-10 perceived stress scale। ପ୍ରଥମ କ୍ୱେଶ୍ଚନ, ଫିଲିଂ ଇରିଟେଟ୍ ଅର୍ ଏଙ୍ଗ୍ରି, ଆପଣଙ୍କୁ ମାନେ ଇରିଟେଟ୍ ଲାଗୁଛି, ଏଙ୍ଗ୍ରି ଲାଗୁଛି? 0 ନେଭର, 1 sometimes, 2 many times, 3 most of the time, 4 always। So just tick the option। ଆପଣଙ୍କୁ ଯୋଉଟା ଲାଗୁଛି ଆପଣ ନିଜେ ଚୁଜ୍ କରନ୍ତୁ, ପଏଣ୍ଟସ ଲେଖି ଲେଖି ଚାଲନ୍ତୁ। ମନେକର ସପୋଜ ହେଲା 2, ମାନେ many times ରାଗ ଲାଗୁଛି, ଇରିଟେଟ୍ ଲାଗୁଛି, 2 କରିବେ। କେବେ ଲାଗୁନି, 0। ଚलो ଆପଣ ନିଜର ସ୍କୋର ଟାଇପ କରନ୍ତୁ, ତାର ପ୍ଲସ୍ ପ୍ଲସ୍ କରିଯିବେ, ଠିକ ଅଛି? ୟା ଦେନ୍ ଆସିଲା ସ୍ଲିପ ଡିଷ୍ଟରବାନ୍ସ ହଉଛି କି ଆପଣଙ୍କର? 0 ନେଭର, 1 ହାଫ ଆୱାର ସ୍ଲିପ ଡିଷ୍ଟର୍ବ ହେଇଯାଉଛି, 2 1 ଆୱାର ଡିଷ୍ଟର୍ବ ହଉଛି, 3 after a long time ଡିଷ୍ଟର୍ବ ହଉଛି, then 4 after a long time and wake up many times, ଦେଟ ହଉଛି 4। ମାନେ ବେଶୀ ଷ୍ଟ୍ରେସରେ ଯୋଉମାନେ ଥାନ୍ତି ତାଙ୍କର ବାରମ୍ବାର ନିଦ ଡିଷ୍ଟର୍ବ ହେଇଯାଏ, ସିମ୍ପଲ। ଓକେ, ତ ଏଇ ହିସାବରେ ଆପଣଙ୍କୁ ସ୍କୋର କରିବା ଅଛି। 3 ନମ୍ବର ମୁଁ ଦେଖଉଛି ଆପଣଙ୍କୁ, ଷ୍ଟେପ ବାଇ ଷ୍ଟେପ ଯାଉଛି। 3 ନମ୍ବରରେ କଣ ଅଛି? ଯେତେବେଳେ ଶୋଇକି ଉଠୁଛନ୍ତି ମୁଡ କେମିତି ରହୁଛି ଆପଣଙ୍କର? ଏନର୍ଜେଟିକ, ଫିଲିଂ ଡାଉନ, ଫିଲିଂ ଓରିଡ, ଫିଲିଂ ଡିଫ୍ରେସ୍ଡ, ହେଡେକ୍ ରହୁଛି କି? ଆପଣ ଏଇଠି ଟାଇପ କରନ୍ତୁନି, ଆପଣ ନିଜର ନୋଟରେ ନିଜେ ଟାଇପ କରନ୍ତୁ, ବୁଝିପାରିଲେ? ସବୁକୁ ଏଡ୍ କରିବେ ଲାଷ୍ଟକୁ, ଓକେ? ବାସ୍ ସବୁକୁ ଏଡ୍ କରିକି ଲାଷ୍ଟକୁ ନିଜର ସ୍କୋର ଦେଖିବେ, ନିଜର ସ୍କୋର କାଲକୁଲେଟ କରନ୍ତୁ। 3 ନମ୍ବର ଗଲା। 4 ନମ୍ବର, ମୁଡ ହ୍ୱାଇଲ ୱାର୍କିଂ, ଯେତେବେଳେ କାମ କରୁଛନ୍ତି ଆପଣ, ଆପଣ ହ୍ୟାପି ଆଣ୍ଡ ପଜିଟିଭ ରହିଲେ, ଦ୍ୟାଟ ଇଜ ଭେରି ଗୁଡ, ଆପଣଙ୍କ ସ୍କୋର 0। ଆଣ୍ଡ ଲୋ ରହୁଛି, ନେଗେଟିଭ ମେଣ୍ଟାଲିଟି ରହୁଛି, ଓରିଡ ରହୁଛନ୍ତି, ଡିପ୍ରେସ ରହୁଛନ୍ତି, ଦ୍ୟାଟ ମିନ୍ସ ୟୁ ଆର୍ ଅଣ୍ଡର ଷ୍ଟ୍ରେସ୍, ରାଇଟ? 4 ନମ୍ବର ଗଲା। ଦେନ୍ 5 ନମ୍ବରକୁ ଯାଆନ୍ତୁ। ଆପଣ ନିଜର ସ୍କୋର ପକେଇ ପକେଇ ଚାଲନ୍ତୁ ଖାଲି, ମୁଁ ଜଷ୍ଟ କ୍ୱେଶ୍ଚନ 1 by 1 ଦେଖଉଛି ଆପଣଙ୍କୁ। ୟା 5 ନମ୍ବର ହେଲା ବର୍ଡେନ୍ ଅଫ ୱାର୍କ ଆଟ୍ ଦ ଟାଇମ୍। ଓକେ, ବର୍ଡେନ୍ ଅଫ ୱାର୍କ ମାନେ କେତେ ରହୁଛି ଆପଣ? ନିଲ୍ ମାନେ କିଛି ମାନେ ବର୍ଡେନ୍ ରହୁନି ମତେ, ଆଇ ଏମ୍ ଫ୍ରିଲି ୱାର୍କିଂ ୱିଦାଉଟ୍ ଏନି ପ୍ରେସର, ଦ୍ୟାଟ ମିନ୍ସ 0। ବହୁତ ଓଭର ବର୍ଡେନ୍ ରହୁଛନ୍ତି, ଦ୍ୟାଟ ମିନ୍ସ 4। ଏଇଟା ଆମେ କ୍ୟାମ୍ପରେ ବି ଏବେ ଦେବା ଷ୍ଟାର୍ଟ କରିଦେଲୁଣି ପାର୍ଟିସିପେଣ୍ଟ ମାନଙ୍କୁ, ସୋ ଦେ ଆର୍ ଭେରି ହାପି, ଦେ କ୍ୟାନ୍ କାଲକୁଲେଟ ଦେୟାର ସ୍କୋର ଆଣ୍ଡ ଏଭ୍ରିଥିଙ୍ଗ, ରାଇଟ? ସେଲ୍ଫ ଏଷ୍ଟିମ୍, ସେଲ୍ଫ ରେସ୍ପେକ୍ଟ ଆପଣ କେମିତି ରହୁଛି? ପଜିଟିଭ ଅଛନ୍ତି, ଫେୟାର, ପୁଅର, ବ୍ୟାଡ, ନେଗେଟିଭ? ଓକେ, ନିଜେ ଲେଖନ୍ତୁ ନିଜର ଯୋଉଟା ଏଷ୍ଟିମ୍ ଅଛି ଆପଣଙ୍କର, ନିଜର ସେଲ୍ଫ ରେସ୍ପେକ୍ଟ, ସେଲ୍ଫ ଇମୋସନ କେମିତି ଅଛି? ଦେନ୍ 7 ନମ୍ବର ଲେଖନ୍ତୁ ପେନ୍। ପେନ୍ କିଛି ରହୁଛି କି ଆପଣଙ୍କ ବଡିରେ? ଯେମିତିକି ନେଭର, ଟ୍ୱାଇସ୍ ଏ ମନ୍ଥ, ୱାନ୍ସ ଏ ୱିକ୍, ମୋର, ଡେଲି? ଡେଲି ପେନ୍ ରହୁଛି ଯଦି, ଦ୍ୟାଟ ଇଜ 4 ହବ ସ୍କୋର ଆପଣଙ୍କର। Stress causes pain in the body because of high cortisol and insulin resistance, right? हाँ, ଆଉ ଗୋଟେ ହଉଛି ଫ୍ୟୁଚର। ଫ୍ୟୁଚରକୁ ନେଇକି ଆପଣ କଣ ଚିନ୍ତା କରୁଛନ୍ତି କି? ସେଲ୍ଫ ଅର୍ ଫ୍ୟାମିଲିକୁ ନେଇକି ବହୁତ ପଜିଟିଭ ଅଛନ୍ତି, ବହୁତ ଅପଟିମିଷ୍ଟିକ ଅଛନ୍ତି,
हैं और किसी चिंता करना फैमिली को नहीं तापर डाउटफुल अच्छी चैलेंजिंग अच्छी आम आपण फैमिली में भी आपण वाइफ आपन छाड़ी चली जाऊ चाहूँ कि आपण पुओ झील आपन छाड़ी पलाउं कि ओरिड अच्छा आप पूरा नेगेटिव अच्छी नेगेटिव माने कौन मु कहीं फैमिली कली फैमिली करी कौन फायदा मते नेगेटिव सो यू गिव द पॉइंट्स अकॉर्डिंग टू दैट राइट आउ गोटे होची रिक्रिएशन आपण हॉबी म्यूजिक फन मजा करवा कि आपण किसी गोटे रिक्रिएशनल एक्स्ट्रा करिकुलर एक्टिविटी जो थी आप पारंगम अच्छा ऑल द टाइम करने इच्छा होची ताले जीरो फ्यू टाइम्स वीकली नेवर नेवर बोले फोर हम कहीं किसी हॉबी नहीं आपनकर बहुत लोग देखी गार्डनिंग हॉबी दिस वेरी गुड हॉबी यू नो सो आपण हॉबी को लेकिन आपण पॉइंट्स दियंतु आउ गोटे क्वेश्चन अच्छी ड्रग डिपेंडेंसी को लेकिन नील रेयरली वीकली डेली ऑल द टाइम माने बहुत लोग देखिए ना ड्रग्स अल्कोहल यू नो कोकेन हीरोइन जदि नौ थांती so smoking also a drug right so they score according to that last को आपण केमती जानिबे निजर स्कोर इंटरप्रिटेशन देखंतु एटा होची स्कोरिंग इंटरप्रिटेशन आपण सब को ऐड करिवे सब को ऐड कला परे 0 to 5 नो स्ट्रेस 5 to 10 माइल्ड स्ट्रेस 10 to 20 moderate stress 20 to 30 severe stress ଆଉ 30 ରୁ 40 very high stress सो मो रिक्वेस्ट करी आपको एबे निजर फाइनाल स्कोर टाकू जस्ट टाइप इन द चैट बॉक्स फाइनाल स्कोर 15 मॉडरेट अच्छा चित्तरंजन पंडा 15 सुरेश बाबू संगीता मैडम 17 गंगाधर साहू 2 वाओ वेरी गुड ओके चलो जिसका जितना ज्यादा स्ट्रेस है ना उसको जितना कम करोगे you feel much better for that right so add all these things know your score and share this video to others also because they can calculate their own score okay so many people କାର 13 14 କାର 20 କାର 22 ବି ଅଛି ମୁଁ ଦେଖୁଛି you know yeah 22 मनोरंजन महांती आपनको स्ट्रेस फ्री हेबाकू पड़िबो दैट सिवियर स्ट्रेस को गलेनी आपण बुझिहेला सो प्लीज प्लीज calculate again you know and जो पॉइंट रे आपनकर प्रॉब्लम्स अछि you need to solve that problem right yeah आमे आसछु आई विल गिव ए चेकलिस्ट फॉर दैट मो चेकलिस्ट देबी आपन सो आप माने जो माने करना हंती जरूर कर दियंतु निजर स्ट्रेस स्केल एंड आमे कोन पे देइछु दिस स्केल why we give this scale just a minute yeah this is your score right এটা হচ্ছে আপনার স্কোর and 0 to 5 no stress 5 to 10 mild stress 10 to 20 your moderate severe stress 20 to 30 and 30 to 40 is very high stress 30 above anyone के अछंती कि 30 above no चलो अच्छा 20 to 30 किसी जन अछंती मु देखुदली you know 20 to 30 और severe stress रे भी किसी जन अभी भी अछंती 27 vivo that's severe stress right so in that case ଆପଣ କୋଉ ପଏଣ୍ଟ ରେ ଆପଣଙ୍କର ଷ୍ଟ୍ରେସ୍ ବେଶୀ ରହୁଛି ତାକୁ ଜାଣନ୍ତୁ ଆଇ ୱିଲ୍ ଗିଭ୍ ଏ ଚେକଲିଷ୍ଟ ଟୁଡେ ଓକେ ଇଫ୍ ୟୁ ଫଲୋ ଦ୍ୟାଟ୍ ଚେକଲିଷ୍ଟ ଫର 21 days ଆପଣଙ୍କ ଦେଖିବେ ଷ୍ଟ୍ରେସ୍ କମି କମି ଯିବ ଫ୍ରମ ଟୁମୋରୋ କାଲିଠୁ ବୁଝିଲେ या सो दैट्स द थिंग आपको जानियार अछि एटा आपनको स्ट्रेस फ्री हवा पई ही आमे एते जिंसो करूछु फ्रेंड्स बुझिला चेष्टा करंतु नॉट एन इश्यू आपण जानिले निजर प्रॉब्लम्स को देन या we will give some checklist to you okay daily metabolic warrior tracker on रखंतु this is the checklist will give it's the ଯେମିତି ଗୋଟେ ଫ୍ଲାଇଟ୍ ରନ୍ ହେବାକୁ ଯାଉଛି ତାର ପାଇଲଟ will take some checklist no check whether fuel ଠିକ ଅଛି କି ନାହିଁ yes full चलो ठीक तार इंजन ठीक अच्छी कि नहीं ठीक अच्छी चलो
सो एवरीथिंग्स को देखिए आपण इंजिन को आपण मेटाबॉलिक मार्कर्स को ठीक रखिबा पई आमे केतरा जिंस को नेकी उडे ट्रैकर करछु आपण निज नोट रे भी याकू तैयार कर देबे किछि ओरी हेबार नै आपण जस्ट लिखंतु एंड दिस ट्रैकर इज फॉर एटलीस्ट 21 days if you practice it then your so many changes occur in the body, right? चलो, so what is the metabolic tracker? This is the metabolic tracker, daily metabolic tracker कौन कौन करिबा डे 1 एटा होची डेट डे 1 डे 1 2 3 4 5 करिकी 21 days जाए एटलिस्ट जो मैंने स्टार्ट भी करना आज टू स्टार्ट करी काली टू स्टार्ट करी ठीक अच्छे कौन कौन करवा आज्ञा आम जी बारंबार कही आपको कि मॉर्निंग वेक ऑफ 5 AM वेक ऑफ 5 AM क्लॉक सकाल उठले 5 जस्ट टाइप यस एटी लिखे यस टिक मारदे तापर डिटॉक्स पानी नेले हाँ नेली डिटॉक्स पानी माने कौन ऑलरेडी कही सारी आम वार्म वाटर हैव सम मेथी दालचीनी और गोलमरीच या इनिमा नेले किंबा आपनकर नेचुरल इनिमा कॉन्स्टिपेशन क्लियर हो जाउची जदी होउची यस टिक मारिबे आ ए ट्रैकर को हमको पठेबे सो विल चेक दैट ट्रैकर राइट 45 मिनट ब्रिस्क वॉकिंग जदी इनिमा आपनकर लेटिन क्लियर होनी कैन डू नेचुरल इनिमा हम जदी बतै थवा आपन इवनिंग टाइम रे राती रे you need to take a ghee at least 5 spoon 5 spoon of ghee in the night time. Then have some martan जेमती हमें सॉल्ट कथा कहै तो वेजिटेबल सूप संगरे आपण इंटेस्टाइन को क्लीन करिया पई देन ब्रिस्क वॉकिंग 45 मिनट हला यस सूर्य किरण सनलाइट एक्सपोजर 20 मिनट हला यस so this tracker will really help you to track your system for 21 days then automatically देखिए आपन system change हो आपन bad habit रू good habit हो bad habit जहाँ थिला सकाल उठले क्षीर चा पीबा चीनी चा पीबा से habit टा पलै जीवो आपन so ये tracker टा को आपन print out कर दे हमें will share the link of same right yeah तापरे हाँ सनलाइट एक्सपोजर गला विटामिन डी योग ध्यान और लाइक कॉलेज यदि करूछंती आपण जस्ट टाइप यस डीप ब्रीथिंग एक्सरसाइज यस ओके पुश अप पुल अप जोटा स्ट्रेंथ ट्रेनिंग एक्सरसाइज बोली कहा जाय यदि करूछंती बहुत बढ़िया हां हमरो डाइट एलसीएचएफ डाइट नो सुगर नो व्हीट नो राइस नो सीड ऑयल्स यस इंटरमिटेंट फास्टिंग करूछंती यस करूची फास्टिंग आवर दिन केते रखुचंती ताकू भी अपन टिक कर देबे केते आवर रखुचंती सपोज रखिले आजी नहीं आजी 12 आवर फास्टिंग ये जस्ट टाइप इट 12 आजी रखिले नहीं 24 आवर फास्टिंग आजी 48 आवर फास्टिंग जस्ट लाइक दैट ओके या देन आमे जिंदे कोई तो कि डिनर जल्दी करिवार अछि शीघ्र डिनर राति 8टा पूर्व डिनर करिवार अछि जस्ट टाइप इट ओके तो एमती केतरा जिंस आमे बतौ जोरे कि आपन बहुत हेल्प करिवो या अनदर थिंग या डिनर गला पानी पिउछंती कि नहीं दिन को आज पानी पीवा वाला गुडे आपन को ग्रुप रे भी पठे 1 ईयर ग्रुप चेक करिवे आपन देखिवे सेथरे भी पठेछि कि केते वाटर रखिवार अछि आपन को सो जो मैंने 1 ईयर ग्रुप चेक करना जरूर चेक करूँ यू गॉट अ लॉट ऑफ वीडियो ऑन दैट लॉट ऑफ कॉन्सेप्ट लॉट ऑफ क्लैरिटी डेली वाइटल साइंस लाइक जेमती आमे आपन कोई तो या होप आपन लिखि देले एटा मो एटा यार लिस्ट भी आमे आपन को पठे देबो द मेटाबॉलिक ट्रैकर सो यू कैन जस्ट हैव ए प्रिंट ऑफ दैट एंड ताको टिक करियर अछि ओके बुझी पारले यस सर नो यस वेरी गुड परफेक्ट सो एटा हला जस्ट आपनकर मॉनिटरिंग पाई कि हां मो निज को निजे मॉनिटर करूची निज हेल्थ को आपण जोटा सेल्फ मॉनिटरिंग करि परिबे दैट्स व्हाई आई हैव डेवलप्ड दिस ट्रैकर फॉर यू ठीक अछि
या ଆପଣ ଲେଖି ଦେଇଛନ୍ତି ଦ୍ୟାଟ୍ସ ଅଲସୋ ବେଷ୍ଟ ଥିଙ୍ଗ। ଆପଣ ଲେଖିକି ବି ନିଜେ ୟାର ଗୋଟେ କରିଦେଇ ପାରିବେ ନିଜର ଟ୍ରାକର, ଆଉ ନିଜେ ନିଜକୁ ଟିକ୍ କରିଦେଇ ପାରିବେ ଅପ୍ ଟୁ ଦ୍ୟାଟ ଡେ। ୟା ଏକା ନିଜେ ତିଆରି କରନ୍ତୁ, କିଛି ଅସୁବିଧା ନାହିଁ। କ୍ରିଏଟ୍ ୟୋର ସେଲ୍ଫ ୱେକିଂ ଅପ୍, ଡିଟକ୍ସ, ଆଉ ଯାହା ଯାହା ଆପଣଙ୍କୁ ପ୍ରୋଟୋକଲ ବତା ହେଇଛି ଆପଣ ବି ନିଜେ ନିଜେ କିଛି ଆଡ୍ କରିଦେଇ ପାରିବେ। ଓକେ, ତାପରେ ଆମେ କଣ କହୁଛୁ ଟେଷ୍ଟିଂ ପ୍ରୋଟୋକଲ, ଯେମିତି ଆମେ କହିଥାଉ ଆମ କ୍ୟାମ୍ପରେ ଯେମିତି ହୁଏ। ୟା ଆ ଆମ କ୍ୟାମ୍ପରେ କଣ ହୁଏ ଦେଖନ୍ତୁ, ଫାଷ୍ଟିଂ ପ୍ରଥମ ଦିନ ଯୋଉମାନେ ଆସିବେ ଡେ 1 ଟେଷ୍ଟିଂ ହବ, ଡେ 2 ଟେଷ୍ଟିଂ ହବ, ଡେ 3 ଟେଷ୍ଟିଂ ହବ, ଡେ 4 ଟେଷ୍ଟିଂ, ଡେ 5 ଟେଷ୍ଟିଂ ଲାଇଭ କ୍ଲାसेसରେ। ତାପରେ ହଁ ୟୁ କ୍ୟାନ୍ ଆଡ୍ ଥେରାପି ଅଲସୋ। ଲାଲମୋହନ ସାର୍ ପଚାରିଲେ କି ସାର୍ କ୍ୟାନ୍ ଆଇ ଆଡ୍ ଦ ଥେରାପି ଲାଇକ୍ ଷ୍ଟିମ୍ ବାଥ୍ ହାଇଡ୍ରୋ ରହିଲେ ଭଲ ହୁଅନ୍ତା। ୟେସ୍, ଆପଣ ନିଜର ପର୍ସନାଲ ବି ବନେଇ ପାରିବେ। ମୁଁ ଜଷ୍ଟ ଗୋଟେ ଆପଣଙ୍କୁ ସାମ୍ପୁଲ ଟାଇପର ବନେଇକି ଦେଲି, ଆପଣଙ୍କୁ ଯୋଉ ଯୋଉ ଥେରାପି ଇଣ୍ଡିକେଟ କରାହେଇଛି ୟୁ କ୍ୟାନ୍ ଆଡ୍, ଆଉ ଯୋଉଟା ଆପଣଙ୍କୁ ଦରକାର ନାହିଁ ସେ ଭିତରୁ ୟୁ କ୍ୟାନ୍ ରିମୁଭ୍ ଅଲସୋ। ଲାଇକ୍ ଯୋଉମାନେ ବହୁତ ପତଳା ହେଇଗଲେଣି ତାଙ୍କୁ ଡିଟକ୍ସ ଦରକାର ନାହିଁ, ସୋ ଦେ କ୍ୟାନ୍ ରିମୁଭ୍ ଦ୍ୟାଟ୍ ଅଲସୋ। ଠିକ ଅଛି, ଏ ଭିଡିଓ ସେୟାର କରିଦେବି ଆପଣଙ୍କ ସାଙ୍ଗରେ, ଆପଣ ଆଉ ଥରେ ଦେଖିବେ ତାକୁ। and you can prepare your own, right? health ଉପରେ ଟିକେ ଟାଇମ ଦିଅନ୍ତୁ ଆଜ୍ଞା, ଦେଖିବେ ହେଲ୍ଥ କେତେ ଏନ୍ଜୟ କରିବେ ଆପଣ। ସଫିସିଏଣ୍ଟ ଅଫ ଟାଇମ ହେବେ, ରାଇଟ୍? ଦେନ୍ ଯୋଉମାନେ କେବେ ଚେକ୍ କରୁନାହାନ୍ତି କମ ସେ କମ ଏତିକି ତ ଚେକ୍ କରିକି ପଠେଇ ପାରିବେ ଆମକୁ। ଫାଷ୍ଟିଂ କେତେ ରହୁଛି, ପିପିବିଏସ୍ ଚେକ୍ କରୁଛି, ବିପି କେତେ ରହୁଛି, ବାସ୍। ଯୋଉମାନେ ଇନ୍ସୁଲିନ ନଉଥିଲେ ତାଙ୍କୁ ଆମେ କହିଥାଉ ମନ୍ଥଲି, ନାଇଁ ସରି ୱିକଲି। ଆଉ ଯୋଉମାନେ ଇନ୍ସୁଲିନ ମେଡିସିନ କୁ ଆସୁଛନ୍ତି ଆମେ ତାଙ୍କୁ କହିଥାଉ କଣ ମନ୍ଥଲି ଚେକ୍। ମନ୍ଥଲି ଚେକ୍ କରି ଆପଣ ହ୍ୱାଟ୍ସଆପ୍ କରିଦେବେ, you can share with us, right? ଇନ୍ସୁଲିନ ବାଲେ ୱିକଲି, ଇନ୍ସୁଲିନ ବନ୍ଦ ହେବା ଯାଏ, ବନ୍ଦ ହେଲା ପରେ ଦେନ୍ ମନ୍ଥଲି କଲେ ବି ଆମେ ଆପଣଙ୍କୁ ଦେଖିଦେବୁ। ଆମର ଯୋଉ କନସେପ୍ଟ ଥାଏ ଆପଣଙ୍କୁ ମାସକୁ ମାସ ଡାକ୍ତର ପାଖକୁ ଯିବା ଦରକାର ନାହିଁ କିଛି। ଆପଣ 3 ମାସରେ ଥରେ କିମ୍ବା ଆମ ସାଙ୍ଗରେ ଅନଲାଇନ କନସଲ୍ଟରେ ବି ରହିବେ, ଆମେ ଆପଣଙ୍କୁ ହେଲ୍ପ କରିବୁ କି ଘରେ କେମିତି ଆପଣ ବି ରିଭର୍ସ କରିବେ। ଏବଂ ଚେଷ୍ଟା କରିବା, ଯେହେତୁ we have no time for କ୍ୟାମ୍ପରେ ସିଟ୍ ଯେହେତୁ ନଥାଏ, ଆମେ କିନ୍ତୁ ଅନଲାଇନରେ ବି ଜଏନ୍ କରନ୍ତୁ। so many people online, they can also reversing their disease, no problem at all, right? ଚେଷ୍ଟା କରନ୍ତୁ ଯେତିକି ଆପଣ ନିଜ ହେଲ୍ଥ ପାଇଁ ଟିକେ ଟାଇମ ବାହାର କରିବେ, ଆମେ ସର୍ଟକଟ ୱେରେ ଆପଣଙ୍କୁ ବତଉଛୁ, ସୋ ଦ୍ୟାଟ ୱିଲ୍ ରିଏଲି ହେଲ୍ପଫୁଲ ଟୁ ଅଲ୍ ଅଫ୍ ୟୁ ଫ୍ରେଣ୍ଡସ୍, ମନେ ରଖନ୍ତୁ। Yeah. ହଁ ମୁଁ ଏଇଟା ପ୍ରୋଭାଇଡ କରିଦେବି ଆପଣଙ୍କୁ, କିଛି ଓରି ହବାର ନାହିଁ। ଓକେ, ଚାଲ ୟା ଏଇଟା ତ ଆପଣଙ୍କ ଦେଖିଥିବେ ଆମେ ଯୋଉ ପ୍ରୋଫାଇଲଟା ଆପଣଙ୍କୁ ଦେଇଥିଲୁ, କଣ ଟେଷ୍ଟିଂ ଯାହା ଥିଲା, ଟୁଡେଜ ରିପୋର୍ଟ, ଆଫ୍ଟର 3 month ରିପୋର୍ଟ, ଆଫ୍ଟର 6 month and ଆଫ୍ଟର 1 year। ଠିକ ଅଛି, ଏତିକି ହେଇଗଲେ ବି ଆପଣ ପୁରା ଜାଣିଦେବେ ମୋର ହୋମାୟାର କେତେ ଥିଲା, କେତେ ଅଛି, ଏଚବିଏଲସି, ପିପିବିଏସ୍, ବିଏମଆଇ, ଭିଟାମିନ ଡି, ଭିଟାମିନ ବି12, ଅଲ୍ ଦିସ୍ ଥିଙ୍ଗକୁ ନେଇକି ଆମର ଯୋଉ ଆଇ ସେୟାର ଦିସ୍ ପ୍ରେସକ୍ରିପସନ। ଠିକ ଅଛି, କିଛି ଓରି ହେବାର ନାହିଁ, ଆପଣ ନିଜେ ଦେଖିଦେବେ। ଏହାର ପିଡିଏଫ୍ ବି ଆମେ ସେୟାର କରିଦେବୁ ଆପଣଙ୍କୁ। ଏ ଭିଡିଓ ତଳେ ଡେସ୍କ୍ରିପସନ ରେ ୟାର ଲିଙ୍କ ଦେଇଦେବୁ ଆମେ, କିଛି ଓରି ହେବାର ନାହିଁ। ୟୁ କ୍ୟାନ୍ ଗଟ୍ ଦ ଲିଙ୍କ ଇନ୍ ଦ ଭିଡିଓ। ଓକେ, ନହେଲେ ମତେ କଲ୍ କରିବେ, ଆଇଲ୍ ଗିଭ୍ ଦ୍ୟାଟ୍, ନୋ ପ୍ରୋବ୍ଲେମ। ଠିକ ଅଛି, ଓକେ ଓକେ ଓକେ। ହଁ ନାଇଁ ଏଥିରେ ଆମେ ଆଉ କଣ କରୁଛୁ, we keep some videos ଯୋଉଟା ବେସିକ ଆପଣଙ୍କୁ ଜାଣିବା ପାଇଁ। ଓକେ, ଆପଣ ବି ତାକୁ ଦେଖିଦେଇ ପାରିବେ in our YouTube channels videos and yeah, ପ୍ରକୃତ ଖାଦ୍ୟ କଣ, ଏଭ୍ରିଥିଙ୍ଗ, କୋଉ ତେଲ ଖାଇବା ଭଲ, ଏଭ୍ରିଥିଙ୍ଗ ର ଆମେ ଏଥିରେ ଲିଙ୍କ ଦେଇଛୁ। ଆପଣ ସର୍ଚ୍ଚ କଲେ ବି ଏଟା ପାଇଯିବେ, fasting the ultimate feasting and everything, so you just need to have some time। yeah, ହଁ ଏହାର ସଫ୍ଟ କପି ବି ଆମେ ଗ୍ରୁପରେ ପଠେଇଦେବୁ ଆପଣଙ୍କୁ ନ୍ୟୁ ପ୍ରେସକ୍ରିପସନ ର। ଠିକ ଅଛି, ଚलो ବହୁତ ବଢିଆ। ଏବଂ ଆମେ ଚେଷ୍ଟା କରୁଛୁ ଆପ୍ସ ଭିତରେ ବି ସବୁ ପାଇଯିବେ ଆପଣ, ଯୋଉମାନେ ଆପ୍ସ ଆକ୍ସେସ ପାଇଛନ୍ତି obviously they will got no doubt of that। ହଁ ଚलो, ଆଉ ବେସିକ ଡାଏଟ ପ୍ଲାନ ତ ଆପଣ ଜାଣିଥିବେ, ଆପଣଙ୍କୁ ଯୋଉଟା ଦିଆହେଇଛି ବେସିକ ଡାଏଟ ପ୍ଲାନ୍ସ ଫ୍ରମ ଦ ମର୍ଣ୍ଣିଂ, ଯୋଉଟା ତ 1 page ସମରି ଯଦି କହିବି, ଏଇଟା ସକାଳୁ ଉଠିଲେ କିଛି ନ ମିଳିଲେ ଆପଣ ଯଦି you can take add that Martan Pachak, Pachak, yes, if you heal your intestine, God, 80% disease heal from there, right? Yeah. So ଆପଣ ସକାଳୁ ଉଠିକି ଯୋଉମାନଙ୍କୁ ଦୁର୍ବଳ ଲାଗୁଛି, ଟେକ୍ ଦ୍ୟାଟ୍। ନର୍ମାଲ ପାଣି ପିଇବେ, ଆପଣଙ୍କ ବଡି ଡାଇଲ୍ୟୁଟ ହେଇଯିବ। ୟୁ କ୍ୟାନ୍ ଟେକ୍ ସମ୍ ବ୍ଲାକ୍ ସଲ୍ଟ, ଯଦି କିଛି ମିଳୁନି ବ୍ଲାକ୍ ସଲ୍ଟ ମିଳିବ ଆପଣଙ୍କୁ, ସେନ୍ଧା ନମକ। ଓକେ, ଏଇଟା ସ୍ମଲ୍ ସ୍ପୁନ୍ ଆକ୍ଚୁଆଲି, ତାର ଗୋଟେ ଏଇ ଡବା ଭିତରେ ଗୋଟେ ସ୍ପୁନ୍ ଥାଏ ଆକ୍ଚୁଆଲି,
small spoon. It's not large spoon, right? Two small spoon. Yeah. ବଡ ସ୍ପୁନରେ ବେଶୀ ହେଇଯିବ। ଆଉ ଯଦି ନେବେ ହାଫ୍ ୱାନ୍ ଫୁଲ ସ୍ପୁନରେ ଯଦି ନେବେ ଆମର ଯୋଉ 1 ଟି ସ୍ପୁନ ଯୋଉ କହୁଛୁ ସେଥିରେ ହାଫ୍ ସ୍ପୁନ ହବ। ବଟ୍ ତାର ଯୋଉ ଛୋଟିଆ ସ୍ପୁନଟେ ଥାଏ ତା ଭିତରେ ସେଥିରେ 2 ସ୍ପୁନ ବୋଲି କୁହାହେଇଛି ଏଥିରେ। ଠିକ ଅଛି। ଦେନ୍ ଦିସ୍ ଇଜ ଦ ଥିଙ୍ଗ ତାପରେ some food plates ଟିକେ ରଖିଦେଇଛୁ ଆମେ ତାକି that will be like that and ତାପରେ ଆମେ ଆଉ ଗୋଟେ ରଖିଥିଲୁ ଆପଣଙ୍କ food pyramids ଯୋଉଟା କି now USDA approved the same pyramid also for that ketogenic paleo our ancestral food pyramid ancestral food pyramid ancestral food pyramid re the main thing is that we are avoiding all this kind of what this chemically refined oil को ଆମେ ମନା କରୁଛୁ healthy fats कोण नहीं परिबा ଆମେ कोई बहुत थोड़ा कोई सर जो अब extra virgin coconut oil olive oil cow ghee butter mustard oil peanut till जोड़ा की physically refined not chemically quality proteins like egg fish all these things you can take as per the requirement ଯେମିତି ଆମେ କହିଛୁ ଆପଣଙ୍କୁ but food pyramid ର ମୁଖ୍ୟ ଉଦ୍ଦେଶ୍ୟ ରହୁଛି कि your plate should contain this kind of food vegetables ମନେ ରଖନ୍ତୁ this kind of vegetables and fats at least 60% of the plate at least 60% of the plate vegetables and fat like ଆପଣ ଯଦି ଶାଗ ଗୋଟେ କପ୍ ନଉଛନ୍ତି ସାଲାଡ ଗୋଟେ କପ୍ ତାକୁ 3 cups କରିଦିଅନ୍ତୁ you can add all these things ଦେଖନ୍ତୁ ଯାହା ଯାହା ଦେଖଉଛି cauliflower ଆପଣ ଭେଣ୍ଡି ଭଜା ଖାଉଛନ୍ତି ଗୋଟେ କପ୍ ନାହିଁ 3 cup କରନ୍ତୁ add some healthy fats with that like flaxseed oil coconut oil all these things right so like you can add black pepper tomatoes all these things jaha jaha apno spices and herbs jaha de 60% of the plate gala then rest 40% को अपन कौन करिवे एइथिरे पुरेबे rest 40% means this thing you know some proteins ରହିବ proteins ସାଙ୍ଗରେ ଆପଣଙ୍କର some nuts and seeds some berries ରହିବ and some low GI fruits तरबुज या वाटरमेलन नहीं परिबे ग्लाइसेमिक इंडेक्स बेसी हेले भी तार लोड टा बहुत कम सो यू कैन टेक दैट एप्पल नहीं परिबे एंड पियर्स नहीं परिबे ओके सो बट एई जिंस को टिके लिमिट करंतु जोडा राइस एंड ऑल दिस थिंग को टिके लिमिट कर देबे एंड अप टू 50 ग्राम पर डे चलिबो ताठू बेसी नवार नै हम सेति में कहि दो এটা কমাই দিଅନ୍ତୁ amount of proteins vegetables କୁ ବଢାଇ ଦିଅନ୍ତୁ so ଆପଣ ଦେଖିବେ ଆପଣଙ୍କ body healing start କରିଦବ okay yeah so that's the basic concept in food pyramid yeah ଆଉ ଗୋଟେ ଆମେ ବି ଏବେ ନୂଆ ସିଷ୍ଟମ ରେ ଯୋଉ different therapies and all this thing को add କରୁଛୁ system wise approach କରିଦେଇଛୁ ତ CSC ସ୍କୋର ଏଟା ବହୁତ ଆଡଭାନ୍ସ ଜିନିଷ ହେଇଗଲାଣି ଆପଣଙ୍କ ପାଇଁ ବଟ୍ ଆମେ ଚେଷ୍ଟା କରିବା କି ଆଉ ଗୋଟେ डायबिटीज रिस्क प्रोफाइल एनालिसिस जेमती आमे देखुछु बहुत लोग जो माने आसी करूछंती इन आवर लैब आल्सो दे कैन नो देयर arterial age diabetes रे maximum effect that will pressure on the artery को नेरो कर दबो अपन तर बुझिला तो तार एज जानिबा पई सेंट्रल ब्लड प्रेशर आर्टेरियल प्रेशर जानिबा पई नर्वस सिस्टम रो फंक्शन केमदी जानिबा पई वी हैव ए DRPA टेस्ट आल्सो जो माने आसी करछंती आपण माने जानि देथिबे ଆଉ ଯୋଉମାନେ କରିନାହାନ୍ତି ଆପଣଙ୍କୁ ବାରମ୍ବାର ଆମେ କହିଥାଉ କି କେବେ ଟାଇମ ହେଲେ ଆପଣ କରନ୍ତୁ ସୋ ଦ୍ୟାଟ ବହୁତ ସାରା ନୂଆ ଜିନିଷ CSC ସ୍କୋର ଆସିଲେ ହାର୍ଟ ପାଇଁ and all these things so you can also do that friends ଠିକ ଅଛି yeah ଆଉ ଯୋଉମାନଙ୍କର ଲିକି ଗଟ୍ ସିଣ୍ଡ୍ରୋମ ଥିବ ଦେଖିବେ ଲିକି ଗଟ୍ ସିଣ୍ଡ୍ରୋମ ମାନେ ଦ୍ୟାଟ୍ସ ଯାହା ବି ଖାଇବେ ଗ୍ୟାସ୍ ହେଇଯାଉଥିବ ପେଟ ଭଲ ରହୁନଥିବ ଆଉ ପେଟ ଭଲ ରହିଲେ ତାଙ୍କ ମୁଣ୍ଡ ବି ଭଲ ରହୁଥିବ ଖାଇବାର 4 hour ପ୍ରୋଟୋକଲ ଫଲୋ କଲା ପରେ ବି ତାଙ୍କ ଦେହ ଭଲ ରହୁନଥିବ
ଦେନ୍ ଆମେ ତାଙ୍କୁ କହିଥାଉ ଏଂଜାଇଟି, ଆସ୍ଥମା ରହୁଥିବ, କ୍ରୋନିକ ଫେଟିଗ୍ୟୁ ସିଣ୍ଡ୍ରୋମ ରହୁଥିବ, କେବେ ଭଲ ହଉନଥିବ, ଡିପ୍ରେସନ, ଆବଡୋମିନାଲ ବ୍ଲୋଟିଂ ରହୁଥିବ, ଭିଟିଲିଗୋ ଟାଇପର ସିମ୍ପଟମ, ଅଟୋ ଇମ୍ୟୁନ ଡିଜିଜ, ବେଲେ ଫୁଡ ଇନଟଲେନ୍ସ ଟେଷ୍ଟ ବି ଆମେ କହିଥାଉ, ଫୁଡ ଇନଟଲେନ୍ସ ଟେଷ୍ଟ, ଯୋଉଥିରେ କି ଆରାଉଣ୍ଡ 230 ପ୍ଲସ ଫୁଡ ପାରାମିଟର ପଳେଇ ଆସେ ବେଳେବେଳେ ରିପୋର୍ଟ, ତାକୁ ଦେଖିକି ବି ଆମେ ଆଡଭାଇସ କରିଥାଉ କି ଦିସ୍ କାଇଣ୍ଡ ଅଫ ଫୁଡ ୟୁ ମଷ୍ଟ ନିଡ ଟୁ ଆଭଏଡ୍, ରାଇଟ୍? ସେମିତି ବହୁତ ଜିନିଷ ଅଛି ଯୋଉଟା କି ଆମେ ଚେଷ୍ଟା କରୁଛୁ ସିମ୍ପଲିଫାଏଡ ଫର୍ମରେ ଆପଣଙ୍କୁ କେମିତି ଦେଇହବ, ସୋ ଦ୍ୟାଟ ୟୁ କ୍ୟାନ୍ ଗଟ୍ ଦ ଆଇଡିଆ ଅଫ ଦ ସେମ୍ ଥିଙ୍ଗ ଅଲସୋ। ଠିକ ଅଛି। Yeah. ଆଉ ସେଥିରେ ବି ଦେଖିବେ ଆମେ କଣ କରୁଛୁ ନା ସିଷ୍ଟମ ୱାଇଜ କରିଦେଇଛୁ ଏବେ। ଆପଣ ଦେଖିବେ ଏବେ ଯେ ନୂଆ କେବେ ଆସିବେ, ଯୋଉ ଆମେ ପ୍ରେସକ୍ରିପସନ କରୁଛୁ, ଆପଣ ଯୋଉ ନିଜର ସିମ୍ପଟମ୍ସକୁ ନିଜେ ବି ଲେଖିପାରିବେ ସେଥିରେ, କୋଉ ଟାଇପର ଡିଜିଜ ହେଇଛି ଆପଣଙ୍କୁ, ହେଁ, ଆପଣଙ୍କର ଫ୍ୟାମିଲିରେ କାହାକୁ ଅଛି କି? ତାପରେ ଆମେ କଣ କରୁଛୁ, ଆପଣଙ୍କ କୋଉ କୋଉ ସିମ୍ପଟମରେ କୋଉ କୋଉ ଡିଜିଜ ଅଛି ସିଷ୍ଟମରେ, ପାଦରେ ବର୍ଣ୍ଣିଂ ହଉଛି କି, କୋଲ୍ଡ ଫିଟ୍ ଅଛି କି, କ୍ରାକ୍ସ ଅଛି କି, ଫଙ୍ଗାଲ ଇନଫେକ୍ସନ ଅଛି କି, ନର୍ଭ ଆଣ୍ଡ ବ୍ରେନ୍ ସିଷ୍ଟମରେ କଣ ଅଛି କି, ସୋ ଏଭ୍ରିଥିଙ୍ଗସକୁ ଆମେ କଷ୍ଟମାଇଜ କରୁଥିଲୁଣି ଏବେ ଫ୍ରେଣ୍ଡସ୍, ଠିକ ଅଛି। ଏଇଟା କ୍ୟାମ୍ପରେ ବି ଦିଆ ହଉଛି ନୂଆ, ଅପ୍ ଟୁ ଦିସ୍ କ୍ୟାମ୍ପରେ ବି ଆମେ ଷ୍ଟାର୍ଟ କରୁଛୁ। ସୋ ଦ୍ୟାଟ୍ ଇଜ ଭେରି ଇଫେକ୍ଟିଭ ହଉଛି, ନିଜେ ନିଜର କମ୍ପ୍ଲେନକୁ ପାର୍ଟିସିପେଣ୍ଟ ଲେଖିପାରୁଛନ୍ତି ଏବଂ ତାକୁ ଦେଖିକି ଆମେ ପୁଣି ମାନେ ରିଭର୍ସାଲଟା ଆମ ପାଇଁ ଇଜି, କୌଣସି ପ୍ରକାର କମ୍ପ୍ଲେନକୁ ଆମେ ସବୁ ମେନସନ କରିଦେଇଛୁ। ଓକେ, ସୋ ଦ୍ୟାଟ୍ ଇଜ ଭେରି ଇଜି ଫର ଅସ୍ ଟୁ କ୍ଲିୟର ଦ ଦେୟାର ଡାଉଟ୍ସ। ୟା, ଡାଇବେଟିସ୍ ଯାହା ବି କମ୍ପ୍ଲେନ ଥାଏ ଆମେ ସବୁକୁ ନେଇକି ସିଷ୍ଟମ ୱାଇଜ କରିଦେଇଛୁ, ରାଇଟ୍? ସୋ ଦ୍ୟାଟ୍ ଏଇଟା ଆମ ପାଇଁ ଇଜି ହେଇଯାଉଛି। ଆଉ ତାପରେ ଆମେ ଆଉ ଗୋଟେ ସ୍କୋର ବି ଦେଇଥାଉ ତାଙ୍କୁ, ପେନ୍ ସ୍କୋର। ଆପଣଙ୍କ ପେନ୍ ରହୁଛି କି, ଫ୍ରୋଜେନ ସୋଲଜର ହଉ କିମ୍ବା ସ୍ପଣ୍ଡିଲାଇଟିସ୍ ହଉ କିମ୍ବା କୌଣସି ପ୍ରକାର ପେନ୍ ଯଦି ବଡିରେ ରହୁଛି, ଆପଣଙ୍କ ପେନ୍ କେତେ ରହୁଛି। ଆଉ ବିକଜ ଦିସ୍ ନିଡ୍ ଟୁ କମ୍ପେୟାର ଆଫ୍ଟର 3 months or 6 months or 1 year like that. ଏଇଟା ହିଁ ମୁଖ୍ୟ ଜିନିଷ ଥିଲା, ଅପଡେଟ୍ସ ଯୋଉଟା ମୁଁ ଆପଣଙ୍କୁ ଦେବି କହୁଥିଲି। ହଁ, ସୋ yeah. Is there any doubts? Just ask in the chat box. So I try to solve the question. Upendra Kumar Satpathy, sir, I have done manual test of FBS, PBS, HbA1c, glucose. My HbA1c come to 5.8. Very good. Urine so glucose. Yeah. ଯଦି ଆପଣ ଡାପାରିଲ ନଉଥିବେ କିମ୍ବା ଡାପାକୋଚ୍ ୟୁରିନରେ ଗ୍ଲୁକୋଜ ଦେଖାଯିବ, କିଛି ଓରି ହବାର ନାହିଁ। ୟୁରିନ ଥ୍ରୁରୁ ଗ୍ଲୁକୋଜ ବାହାରି ଗଲେ ଭଲ, ଯଦି ଆପଣଙ୍କ ବଡି ଭିତରେ ରହିଲା ଦ୍ୟାଟ୍ସ ଏ ପ୍ରୋବ୍ଲେମ। ଓକେ, ସୋ नो नीड टू वरी फॉर दैट। ଠିକ ଅଛି। ପସେଲ୍ସ ଅଛି 4 to 6 ଅଛି। ପସେଲ୍ସ ଯଦି ଅଛି ଦ୍ୟାଟ୍ସ ଏ ସାଇନ୍ ଅଫ ୟୁଟିଆଇ, यूरिनरी ट्रैक्ट इन्फेक्शन। ଆର୍ଟେରିଆଲ ଷ୍ଟିଫନେସ୍ କେମିତି ଭଲ ହବ, ସେଇ ପ୍ରୋଟୋକଲ ହିଁ ଆମେ ଆପଣଙ୍କୁ ବତଉଛୁ ନା। ଆର୍ଟେରିଆଲ ଷ୍ଟିଫନେସ୍ ହେଇଛି କଣ ପାଇଁ, ବିକଜ ଅଫ ହାଇ ସୁଗରୀ ଫୁଡ, और ଯୋଉଟା ହାଇ ଇନସୁଲିନ ନଉଥିଲେ ଆପଣ, और ହାଇ ମେଡିସିନ ଯୋଉ ନଉଥିଲେ, ତାକୁ ସଫ୍ଟ କରିବା ପାଇଁ ନାଇଟ୍ରିକ ଅକ୍ସାଇଡ ଫୁଡ, ଇଣ୍ଟରମିଟେଣ୍ଟ ଫାଷ୍ଟିଂ ପ୍ରୋଟୋକଲ, ଯୋଉ ଚେକଲିଷ୍ଟଟା ଦେଲି ଏବେ ଆପଣଙ୍କୁ, ତାକୁ ଆପଣ ଫଲୋ କରିବେ। ମୁଁ ଏଇ ଭିଡିଓ ତଳେ ଆଡ୍ କରିଦେବି, ସୋ ଆପଣ ନେକ୍ସଟ ଟାଇମ ଭିଡିଓ ଦେଖିବେ, ଏହାର ରେକର୍ଡିଂସ ଏହାର ତଳେ ଥିବ, ସେଇଟା ମାନେ ଆପଣ ୟାକୁ ଡାଉନଲୋଡ କରିଦେଇ ପାରିବେ। ଠିକ ଅଛି। ସାର୍ ବିଟେନ୍ ଏଚସିଏଲ ସରିଗଲାଣି, ନୂଆ ନେଇ ହବ କି? ୟେସ୍ ୟେସ୍, ବିଟେନ୍ ଏଚସିଏଲ ର ଆକ୍ଚୁଆଲ ରୋଲ କଣ ହଉଛି, ଯୋଉମାନେ ପ୍ରୋଟିନ ଜାତୀୟ ଖାଦ୍ୟ ଖାଉଛନ୍ତି, ସମଟାଇମ୍ସ ଯୋଉମାନେ ଆଗରୁ ଆଣ୍ଟାସିଡ୍ ମେଡିସିନ ବହୁତ ଖାଇଥିଲେ ତାଙ୍କର ଡାଇଜେସନ ହେଇପାରେ ନାହିଁ। ସୋ ବିଟେନ୍ ଏଚସିଏଲ ଡାଇଜେସନକୁ ଇମ୍ପ୍ରୁଭ କରିଥାଏ। ଯଦି ଆପଣ ଅଣ୍ଡା, ମାଛ, ମାଂସ କିଛି ଖାଉଛନ୍ତି, ତାର ଡାଇଜେସନକୁ ବି ସେ ଇମ୍ପ୍ରୁଭ କରିବ, ସେଥିପାଇଁ ଦିଆ ହେଇଥାଏ। ୟା, ଆଲୋକ ନନ୍ଦ ସମୟ ମୋଦର ଇଜ ହେଭିଂ, ପାଦ ପୋଡୁଛି, ଦେହ କୁଣ୍ଡେଇ ହଉଛି। ସାର୍ ଦେଖନ୍ତୁ, ମ୍ୟାକ୍ସିମମ୍ କେସରେ ପାଦ ପୋଡିବା, କୁଣ୍ଡେଇ ହେବା, and all these things is because of vitamin B12 deficiency or neuropathy problem କହିଥାଉ। Okay, and that we need to solve by ନ୍ୟୁରୋକାଇଣ୍ଡ ନେକ୍ସଟ। ଭିଟାମିନ୍ସ ଆସୁଛି, ତାର ନାଁ କଣ, ନ୍ୟୁରୋକାଇଣ୍ଡ ନେକ୍ସଟ। ଆପଣ ଦେଇପାରିବେ ଇନିସିଆଲି, ଅଦରୱାଇଜ ହ୍ୟାଭ୍ ଏ ପ୍ରୋଫାଇଲ ଟେଷ୍ଟ ଫର ଦ୍ୟାଟ, ଫୁଲ ପ୍ରୋଫାଇଲ ଆମେ ତାକୁ ଦେଖିକି ଆପଣଙ୍କୁ ଗାଇଡ କରିଦେବୁ।
ओके सो इंटेंस इचिंग होची मेडिसिन रेस्पोंड करूनी धनंजय बेहरा दैट्स व्हाई इंटेंस इचिंग को केस रे हुई दुई प्रकार इचिंग अछि सर गोटे होची जनरलाइज माने होल बॉडी इचिंग हबो ଆଉ ଗୋଟେ ହଉଛି ଲୋକାଲାଇଜ ଇଚିଂ ମାନେ ଗୋଟେ ଜାଗାରେ ଇଚିଂ ହବ ତ ଆପଣ ମତେ ବତାନ୍ତୁ କୋଉଟା ଆକ୍ଚୁଆଲି ମାନେ ସେଇ ହିସାବରେ ଆମେ ହେଲ୍ପ କରିଦଉ ଯଦି ଜେନେରାଲାଇଜ ଇଚିଂ ହଉଛି ମୋଷ୍ଟ ଅଫ ଦ କେସରେ ଇଟ୍ ଇଜ ବିକଜ ଅଫ ଫେଟି ଲିଭର ଅର ଲିକି ଗଟ୍ ସିଣ୍ଡ୍ରୋମ ଦୁଇଟା ହିଁ କାରଣ ଥାଏ ତାର ମ୍ୟାକ୍ସିମମ୍ କେସରେ ବିକଜ ଲିକି ଗଟ୍ ସିଣ୍ଡ୍ରୋମ ଥିଲେ ଏଲର୍ଜି ଯୋଗୁଁ ହେଇଥାଏ ହୋଲ ବଡି ଯୋଉ ହଉଛି ଫେଟି ଲିଭର ମ୍ୟାକ୍ସିମମ୍ କେସରେ ଫୋଲ ହୁଏ ବିକଜ ଫେଟି ଲିଭର ଫ୍ୟାଟ ଯେତେବେଳେ ଜମିଥିବ ଲିଭର ଭିତରେ ଟକ୍ସିକ ଥିବ ଆଉ sometimes because of gallstone ଏମିତି ହେଇଥାଏ if you can do a ultrasound that's a very good thing ଆମେ ଡିଟେକ୍ଟ କରିଦଉ otherwise ଆମେ କିଛିଟା ମେଡିସିନ ଯେମିତି କି ମୋଣ୍ଟେଗେଲସି or ହିଷ୍ଟାଫ୍ରି ଏମ୍ or ଡେପକଟ୍ ଦେଇଥାଉ DEFCORT ଡେପକଟ୍ ଡେପକଟ୍ you can take 6 mg twice ଦିନକୁ ଦୁଇଥର କମିଯିବ my vitamin is B12 is 780 it is more it is normal sir 780 is normal right vitamin B12 should be more than 200 to up to 900 okay sometimes ବେଶୀ ହେଲେ ବି କିଛି ଅସୁବିଧା it's a very good vitamin right side elbow joint ହାଲକା ଫୁଲିକି ଅଛି ଫୁଟପାଥ ଯେମିତି କରୁଛନ୍ତି ଆପଣ ଏଲବୋରେ ବି ସେଇ ବାତ କରନ୍ତୁ ଓକେ କମିଯିବ ଆଉ sometimes ଗୋଟେ କଣ୍ଡିସନ ଅଛି that is called your tennis elbow right ଟେନିସ୍ ଏଲ୍ବୋ କେସରେ ଆମେ ସେଇ ଜାଗାରେ ଗୋଟେ ଇଞ୍ଜେକ୍ସନ ଦେବାକୁ ପଡେ ଛୋଟିଆ ଇଞ୍ଜେକ୍ସନ ଅଛି ଡିପୋମେଟ୍ରଲ ଯୋଉଟା ଦେଇଥାଉ ଆମେ କମିଯିବ ଲାଇଫ ଟାଇମ ପାଇଁ କମିଯିବ ଠିକ ଅଛି Yeah. ବହୁତ ସାରା ପେସେଣ୍ଟଙ୍କର ଆମେ କରୁଛୁ ସେଇଟା ଯୋଉମାନଙ୍କର ଆଇଦର ଫ୍ରୋଜେନ ସୋଲଜର ଥାଏ କିମ୍ବା ନି ପେନ୍ ବେଶୀ ରହୁଥାଏ ସେଇ କେସରେ ବି ଆମେ ଦେଇଛୁ ଷ୍ଟୁଲରେ ଯୋଉ ବ୍ଲଡ ଯାଉଥିଲା ଘି ଖାଇବା ପରେ ସେଟା କମିଗଲା ଭେରି ଗୁଡ କେତେ ଦିନକୁ ଖାଇବାର ଅଛି एटलीस्ट 5 to 10 spoon घी पर डे ओके 5 ରୁ 10 ଚାମଚ ଖାଆନ୍ତୁ इट विल कम टू नॉर्मल ବିଟା ସେଲ୍ 28 ଥିଲା 2 ମାସ ପରେ 38 ଅଛି 35 ବହୁତ ବଢିଆ ମ୍ୟାଡମ ନିହାରିକା ମ୍ୟାଡମ ଭଲ ଆସିଲାଣି ବିଟା ସେଲ୍ କୁ ଡ୍ୟାମେଜ କରିଥାଏ ଆପଣଙ୍କ ରେଡ୍ ଜୋନ୍ ଫୁଡ୍ ତାକୁ ଷ୍ଟପ୍ କରନ୍ତୁ ଗ୍ରୀନ ଜୋନ୍ ଫୁଡ୍ କୁ ବଢାନ୍ତୁ ଆଣ୍ଡ ଆମାଉଣ୍ଟ ଅଫ ୟୁର ଫିଜିକାଲ ଆକ୍ଟିଭିଟି ଏକ୍ସରସାଇଜ କୁ 3 ଗୁଣା କରିଦିଅନ୍ତୁ ବିଟା ସେଲ୍ ସବୁଦିନ କି ନନଭେଜ ଦିନ ନନଭେଜ ଦିନ ବେଷ୍ଟ କାରଣ ଅଲଗା ଦିନ ଆପଣଙ୍କର ଡାଇଜେସନରେ କିଛି ଅସୁବିଧା ହବ ନାହିଁ ଯଦି ହଉଛି ବି ଆପଣ ନେଇପାରିବେ ୟା ଓକେ ସୋ ଥ୍ୟାଙ୍କ ୟୁ ସୋ ମଚ୍ ଫର ଦ୍ୟାଟ୍ କ୍ଲାसेस ଆପଣ ଏମିତି ଆଟେଣ୍ଡ କରୁଥାନ୍ତୁ ଆଉ ଯୋଉ ସ୍ମଲ୍ ସ୍ମଲ୍ କ୍ୱେଶ୍ଚନ ଥିବ ତାର ଆନ୍ସର ମୋର ଭିଡିଓ ମାଧ୍ୟମରେ ପାଇଯିବି ଚେଷ୍ଟା କରିବା ଆହୁରି ନୂଆ ନୂଆ ଅପଡେଟ୍ସ ନେଇକି ଯୋଉଟାକି ଆମେ ରିସର୍ଚ୍ଚ କରୁଛୁ କେମିତି ଆପଣଙ୍କୁ ଇଜି ୱେରେ ସେ ଜିନିଷ ମିଳିବ ଆଉ वी आर हैव द लेटेस्ट रिसर्च ऑन दैट कि चेष्टा କରୁଛୁ ଆପଣଙ୍କୁ କେମିତି ନୂଆ ନୂଆ ଅପଡେଟ୍ସ ମିଳିପାରିବ फ्रेंड्स ଠିକ ଅଛି ସୋ ଥ୍ୟାଙ୍କ ୟୁ ସୋ ମଚ୍ ଆଣ୍ଡ ଗୁଡ୍ ନାଇଟ୍ ସମସ୍ତଙ୍କୁ ଓକେ ହଁ ନେକ୍ସଟ ମୋର କ୍ୟାମ୍ପ ହଁ ଆଚ୍ଛା 29th ରେ ଭୁବନେଶ୍ୱରରେ ଥିବି 29th ଏବେ ଆମର ହେଲ୍ଥ ଭିଲା କ୍ୟାମ୍ପ ଚାଲିଛି ଇନ ଦ ଭୁବନେଶ୍ୱର 29th ରେ I will be in the Khandagiri lab 29th and 6th ରେ ଆମର କ୍ୟାମ୍ପ ଷ୍ଟାର୍ଟ ହଉଛି ଅନୁଗୁଳରେ 6th ଏପ୍ରିଲ ସୋ ଯୋଉମାନେ ଅନୁଗୁଳବାସୀ ଭିତରେ ଯୋଉ ଅନୁଗୁଳବାସୀ ଅଛନ୍ତି ସୁରେଶ ସାର୍ ହେଲେ କିମ୍ବା ମଦନ ସାର୍ ହେଲେ ଯୋଉମାନେ ଅଛନ୍ତି ମୋଷ୍ଟ ୱେଲକମ୍ 6th ଇଭିନିଂ ଇନାଗୁରେସନ ପ୍ରୋଗ୍ରାମ ଅଛି ତାକୁ ମିସ୍ କରିବେନି ଓକେ ଥ୍ୟାଙ୍କ ୟୁ ସୋ ମଚ୍ ଗୁଡ୍ ନାଇଟ୍ ସମସ୍ତଙ୍କୁ have watched that and any other doubts ଆପଣ the video ଦେଖିବେ you got clarity of a lot of doubts right so complete all the parts of FAQ part 1 part 2 part 3 part 4 ଯୋଉଟା frequently asked question ମୁଁ part ନେଇଛି ଆଉ ବାକି क्वेश्चन ସବୁ ଏଥିରେ आंसर ପାଇଯିବେ thank you so much okay bye
थैंक यू सुब्रम सर आसंतु मोस्ट वेलकम। सुब्रम सर आप तो पाखर रोचंदे ना, सो 6 तारिख इवनिंग रे जरूर आसीबी। 6th इवनिंग राइट। ओके आ को माने अछंती? अनुगुल पाखापाखि सुरेश सर अछंती, मदन सर अछंती। ओके ओके ठीक अछि। थैंक यू सो मच अगेन एंड ऑनलाइन क्लास जहाँ जहाँ भी होची हमरो ग्रुप्स रे भी आप इंटरेक्ट करंतु। रिकॉर्डिंग कहाँ मिलेगा? ऑनलाइन वहां पे मिल जाएगा आप। मैं ग्रुप पे भेज दूंगा, कल मैं ग्रुप में भेज दूंगा इसका रिकॉर्डिंग, ठीक है? नो प्रॉब्लम। ओके गुड नाइट समझता को। बाय बाय नमस्ते। अनुगुल होटल आसियाना हिल व्यू। होटल आसियाना हिल व्यू अनुगुल। ओके रोड साइड रे अछि जोड़ा, मेन रोड एनएच साइड रे अछि। थैंक्स अ लॉट। बाय बाय। मनोज सर मु भी जी वेरी गुड। थैंक यू।